ଅଭିଜିତ ଦାଦା ଯେତେବେଳେ ବି ମଞ୍ଚକୁ ଚଢନ୍ତି ଏଇ ଗୀତର ପ୍ରୋଗ୍ରାମ ଆରମ୍ଭ କରନ୍ତି ଆଜ୍ଞା ସକାଳର ପହିଲି ଗାଡିରେ। ଆଜ୍ଞା ଆଉ ସେ ସକାଳ ଗାଡି ଆଉ ଆସିବନି। ସେ ଏପଟେ ବାବୁସାନ ହୁଅନ୍ତୁ କି ଅନୁଭବ ହୁଅନ୍ତୁ, ଦାଦାଙ୍କ ବ୍ୟାନର ସବୁଆଡେ ଲାଗିଥାଏ। ଦାଦାଙ୍କ ସାଙ୍ଗରେ ଏତେ ବର୍ଷ କାମ କରିକି ଏତେ ବର୍ଷ ମିଶିକି ଆଜି ଏ ସମୟରେ ବଡ କଷ୍ଟ ଲାଗୁଛି ଦାଦାଙ୍କ ବିଷୟରେ ଏମିତି କହିବା ପାଇଁ ପଡିବ ବୋଲି କେବେ ଭାବିନଥିଲି। ଆଜ୍ଞା ଭାଇ ନମସ୍କାର। କଣ କହିବେ ଗୋଟେ ସଙ୍ଗୀତ ଜଗତ ପାଇଁ ଗୋଟେ ଅପୂରଣୀୟ କ୍ଷତି, ଯାହାକି ଦାଦା ଯାହାକୁ କହୁଥିଲେ ବା ଓଡିଆ ଜଗତ ଦାଦା ଯୋଉ ରୂପରେ ଯେ ପରିଚିତ, ଅନେକ ମଧ୍ୟ ହିଟ୍ ଆଲବମ ଠୁ ଧରିକି ଅନେକ ମଧ୍ୟ ଫିଲ୍ମ ଗୀତ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ତା ସହିତ ଅତି ନିକଟରେ ଦେଖିବା ଯେ ହ୍ୟୁମାନ ସାଗରଙ୍କ ପରେ ଆଉ ଇଏ ଅଭିଜିତ ମଜୁମଦାର ସେ ଓଡିଆ ସଙ୍ଗୀତ ଜଗତ ପ୍ରତି ଗୋଟେ ଅପୂରଣୀୟ କ୍ଷତି। ଆଜ୍ଞା ଆପଣ ଜଣେ ସଙ୍ଗୀତକାର ହିସାବରେ କଣ କହିବେ? ମୁଁ କହିପାରୁନି କିଛି, କାହିଁକି ଗୋଟେ କଳାକାରଙ୍କ ଲାଇଫ ଏତେ କଷ୍ଟ, ମାନେ କଷ୍ଟ ଲାଗୁଛି। ଦାଦାଙ୍କର ଦାଦା ମତେ ପ୍ରଥମେ ଚାନ୍ସ ଦେଇଥିଲେ। ଆଜ୍ଞା ଦାଦାଙ୍କ ପାଇଁ ଯୋଉ ଭଲ ପାଇବା ଯୋଉ ଇଏ ବହୁତ ଚେଷ୍ଟା କରିଥିଲେ, ସମସ୍ତେ ଠାକୁରଙ୍କୁ ଡାକୁଥିଲେ, ସମସ୍ତେ କରୁଥିଲେ। ଆମେ ସମସ୍ତେ ଆଶାବାଦୀ ଥିଲେ ଦାଦା ଭାଇ ଫେରି ଆସିବେ, ପୁଣି ମ୍ୟୁଜିକ କରିବେ, ପୁଣି ଭଲ ହେଇଯିବେ। ଦାଦା ଏମିତି ଅସମୟରେ ଚାଲିଯିବେ ବୋଲି କେହି ଭାବିନଥିଲେ। ବହୁତ କଷ୍ଟ ଲାଗୁଛି। ଆଉ ଦାଦାଙ୍କ ଜାଗା କେହି ନେଇପାରିବେନି। ଦାଦା ଆମ ଇଣ୍ଡଷ୍ଟ୍ରି ପାଇଁ ଗୋଟେ ଅପୂରଣୀୟ କ୍ଷତି। ଏମିତି ତାଙ୍କ ଜାଗା ମାନେ ଗୋଟେ ଯୁଗର ଅବସାନ ହେଲା, ଗୋଟେ ଯୁଗ, ଗୋଟେ ସଙ୍ଗୀତର ଯୁଗରେ ଅବସାନ ହେଲା। ଆଜ୍ଞା ଆଉ ଗୋଟେ କଥା ଯେ ଆମେ ଦେଖିଛୁ ଯେତେବେଳେ ହ୍ୟୁମାନ ସାଗର ଯେତେବେଳେ ଏଇ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଥିଲେ, ଏମ୍ସ ରେ ଯେତେବେଳେ ଭର୍ତ୍ତି ହେଇଥିଲେ, ଆପଣ ମଧ୍ୟ ସେଇ ଟାଇମରେ ଆସିଥିଲେ, ସେଇ ସମୟରେ ମଧ୍ୟ ଦାଦାଙ୍କୁ ମଧ୍ୟ ଭେଟିଥିଲେ। ଆଜି ଦାଦା ଆମ ଗଣରେ ନାହାନ୍ତି। ଦେଖନ୍ତୁ ଆମେ ଜାଣିନୁ କାଲି କଣ ହବ। ଆଜି ମୁଁ କଥା ହଉଛି, କାଲି ସକାଳେ କଥା ହେଇପାରିବି କି ନାହିଁ, ଗୀତ ଗାଇପାରିବି ନାହିଁ, ମୁଁ କାଲି ସକାଳେ ବଞ୍ଚିବି କି ନାହିଁ ମୁଁ ଜାଣିନି। ଭଗବାନ ଯେତେବେଳେ ଯୁଆଡେ ନଉଛନ୍ତି ଆମେ ସବୁ ଯାଉଛୁ। ଏବେ କଳାକାର ଜଗତକୁ ଗୋଟେ ଗ୍ରହଣ ଲାଗିଯାଇଛି, ସେମିତି ଅନୁଭବ ହଉଛି। ବଡ କଷ୍ଟ ଲାଗୁଛି ଯେ ଏତେ ଜଣକ ପରେ ଜଣେ ଆମ ସବୁ ଭଲ ଭଲ କଳାକାର ସବୁ ଚାଲି ଯାଉଛନ୍ତି। ବହୁତ କଷ୍ଟ ଲାଗୁଛି ଆଜ୍ଞା। ଆଜ୍ଞା ଆଉ ଗୋଟେ କଥା ଯେ ଆଜି ବି ସେଇ ଗୀତ ମନେ ପଡେ ଯେ ସକାଳର ପହିଲି ଗାଡିରେ ଛାଡିଯିବି ତତେ ମୁଁ ଚାଲିଯିବି ତତେ ମୁଁ ଛାଡିରେ। ଦାଦା ଯେତେବେଳେ ବି ମଞ୍ଚକୁ ଚଢନ୍ତି, ଦାଦା ଅଭିଜିତ ଦାଦା ଯେତେବେଳେ ବି ମଞ୍ଚକୁ ଚଢନ୍ତି ଏଇ ଗୀତର ପ୍ରୋଗ୍ରାମ ଆରମ୍ଭ କରନ୍ତି। ଆଜ୍ଞା ସକାଳର ପହିଲି ଗାଡିରେ। ଆଜ୍ଞା ଆଉ ସେ ସକାଳ ଗାଡି ଆଉ ଆସିବନି। ଦାଦାଙ୍କର ଗୀତ ଗୀତ ବାସ୍ତବିକ ସତ ହେଲା କି? କାହିଁକି ନା ସକାଳ ହେଲା, ଗାଡି ଶେଷ ଯାତ୍ରା ଯୋଉ ଗାଡି ଅନ୍ତିମ ଯାତ୍ରା ପାଇଁ ଗାଡି ତୟାର ହେଲା, ଦାଦା ବି ଗଲେ ଆଉ ସମସ୍ତଙ୍କୁ ଛାଡିକି ଚାଲିଗଲେ। ଦାଦା ଯେତିକି ତାଙ୍କ ଜୀବନରେ କରିଛନ୍ତି, ଯେତିକି ହିଟ୍ ଦେଇଛନ୍ତି, ଆଉ ତାଙ୍କ ଭଳିଆ କେହି ଦେଇପାରିବେନି। ଯେତିକି କରିଛନ୍ତି ତାଙ୍କ ଜାଗା, ସିଏ ଯେମିତି କରିଛନ୍ତି କାମ, କେହି ତାଙ୍କ ଭଳି କରିପାରିବେନି। ଦାଦା ସବୁବେଳେ ଦାଦା ମାନେ ଗୋଟେ ଗୋଟେ ସମୟରେ ମୁଁ ଦେଖିଛି ଦାଦା କେବଳ ଅଭିଜିତ ଦାଦାଙ୍କର ବ୍ୟାନର ଲାଗିଥିବ ସିନେମା, ସେ ଏପଟେ ବାବୁସାନ ହୁଅନ୍ତୁ କି ଅନୁଭବ ହୁଅନ୍ତୁ, ଦାଦାଙ୍କ ବ୍ୟାନର ସବୁଆଡେ ଲାଗିଥାଏ। ଦାଦାଙ୍କ ସାଙ୍ଗରେ ଏତେ ବର୍ଷ କାମ କରିକି ଏତେ ବର୍ଷ ମିଶିକି ଆଜି ଏ ସମୟରେ ବଡ କଷ୍ଟ ଲାଗୁଛି ଦାଦାଙ୍କ ବିଷୟରେ ଏମିତି କହିବା ପାଇଁ ପଡିବ ବୋଲି କେବେ ଭାବିନଥିଲି। ଆଜ୍ଞା ଆଉ ଗୋଟେ କଥା, ତାଙ୍କୁ ମେଲୋଡି କିଙ୍ଗ କୁହାଯାଉଥିଲା। ଯେତେବେଳେ ବର୍ତ୍ତମାନ ଗଣେଶ ପୂଜା ଆସେ କି ସରସ୍ୱତୀ ପୂଜା ଆସେ, ଯେକୌଣସି ପୂଜା ଆସେ, ଗୋଟେ ଷ୍ଟେଜ ବନ୍ଧା ହେଲେ ଦାଦାଙ୍କୁ ଖୋଜା ପଡେ। ଏବେ ଆଉ ଦାଦା ତ ନାହାନ୍ତି, କିନ୍ତୁ ସେଇ ଜିନିଷଟେ ଶୂନ୍ୟସ୍ଥାନ ବର୍ତ୍ତମାନ ଖାଲି ପଡିବ। କାହିଁକି ନା ଦାଦା ଯେତେବେଳେ କହନ୍ତି ମେଲୋଡି କିଙ୍ଗ ମେଲୋଡି ନାଇଟ ୱିଥ ଅଭିଜିତ ମଜୁମଦାର, ଯେ ଅନେକ ମଧ୍ୟ ସେଇଭଳି କିଛି ଛୁଙ୍କ ଥିଲା, କିନ୍ତୁ ଆଜି ସେ ଛୁଙ୍କ ନାହିଁ। ଅତି ନିକଟରେ ଦେଖିବା ହ୍ୟୁମାନ ସାଗର ଜଣେ ଅତି କଣ୍ଠଶିଳ୍ପୀ ଥିଲେ, ତାପରେ ପରେ ଏଇ ଦାଦାଙ୍କ ଖବର। ଆଜ୍ଞା ଆଜ୍ଞା କଣ କରିବା ଆଜ୍ଞା, ବିଧିର ବିଧାନ କେ କରିବା ଆନ। ଭଗବାନ ଯେତେବେଳେ ଯାହାକୁ ନବା କଥା ସେ ନେଇଯିବେ। ଆମେ କେତେ ଦିନ ବଞ୍ଚିବା ଆମେ କଣ ଜାଣିଛେ କି ଭାଇ? ଆମେ ଜାଣିନେ ଆମେ ଆମର ଲାଇଫ କୋଉ ଦିନ ସରିଯିବ। ଯାହା ଭଗବାନଙ୍କ ଇଚ୍ଛା। ଏବେ ତ ମୁଁ ଯାଉଛି ଦାଦାଙ୍କ ପାଖକୁ।